ଆଜ୍ଞା ଦେଖନ୍ତୁ ଆମେ ବର୍ତ୍ତମାନ ଅଛୁ କଟକ ଚାନ୍ଦଲି ରାସ୍ତା ଯେଉଁ ମଝିରେ ପଥରପଣି ପାଖରେ ଆଜି ରଜ ସଂକ୍ରାନ୍ତି। ଏ ଯେଉଁ ଆଜି ରଜ ସଂକ୍ରାନ୍ତିରେ ଗାଁଠୁ ସହର ସବୁ ଉତ୍ସବ ଆସନ୍ତି ପଚାରି ବୁଝିବା ରଜ ସଂକ୍ରାନ୍ତି ମା ଆସନ୍ତି କେଉଁଠୁ ଆଜ୍ଞା ପରିଚୟ ଦେଲା ଆଜ୍ଞା ଆମେ ଦର୍ଶନ କରିବାକୁ ଆଜି ସଂକ୍ରାନ୍ତି କ'ଣ କେମିତି ଆଜି ସଂକ୍ରାନ୍ତି ଆଗରୁ ତ ରଜ ପର୍ବ ବହୁତ ଆମ ଓଡ଼ିଶାରେ ଆମର ବହୁତ ପାଳନ ହେଉଥିଲା କିନ୍ତୁ ବର୍ତ୍ତମାନ ତ ଏତେ ନାହିଁ ତଥାପି ଆମେ ଠାକୁରଙ୍କ ପାଖକୁ ଦର୍ଶନ କରିବାକୁ ଆସୁ ଆଉ ଯେତିକି ବି ଆମ ପରିବାର ଭିତରେ ଲୋକ ଗହଳି ହେଉଛି ବହୁତ ଲୋକ ସମାଗମ ହେଉଛି ଏହି ପ୍ରକାର ଆମେ ମାଙ୍କ ମହିମା ଅଶେଷ ଯିଏ ଯେଉଁ ପ୍ରକାର ମନାସିବ ସେ ତାର ମନସ୍କାମନା ଏଇଟା ହେଉଛି ମାଙ୍କର ମହିମା। ହଁ ମାଙ୍କୁ ଯିଏ ଡାକିବ ସିଏ ତମେ ଆଗରେ ଗଲେ ସେ ପଛରେ ଆଲୋକ ଦେଖାନ୍ତି ମାଙ୍କର ମହିମା ବହୁତ। ଗ୍ରାମ ଚୌକି ଗଣ୍ଡିଆ ଆସିଛୁ ଠାକୁରଙ୍କ ପାଖକୁ ଆମର ମାନସିକ ହେଇଗଲା ଆମେ ଓରା କରି ଠାକୁରଙ୍କୁ ଜଣେଇକି ଆଜି ରଜ ସଂକ୍ରାନ୍ତି ଆଜି ରଜ ସଂକ୍ରାନ୍ତି କ'ଣ କେତେ ଖୁସି ଅଛନ୍ତି ବହୁତ ଖୁସି ମୁଁ ଅଛି ମାଙ୍କର ମହିମା ଯେତେବେଳେ ଯାହା ଯେଉଁ ଦୁଃଖ ପାଇଁ ଡାକୁଛନ୍ତି ମା ନିଶ୍ଚୟ ପୂର୍ବରୁ ଆମେ ଶୁଣିଛୁ ଜନ୍ମ ଆମର ନଥିଲା ଆମେ ପ୍ରତିଦିନ ଚାଲି ଚାଲି ଆସୁ ଏବେ ଗାଡ଼ି ବାହନ ହେଇଗଲା ତାପରେ ମାଆଙ୍କ ପାଖରେ ବଳି ପଡ଼େ ଗୋଦାବଳି ପଡ଼େ ମା ସ୍ୱପ୍ନରେ ନାହିଁ କଲେ ମୁଁ ଗୋଦାବଳି ପାଇବିନି ତମେ ନେଇଯାଅ ଆମେ ତାପରେ ଭୋଗ କରି ଆମେ ଗ୍ରାମବାସୀଙ୍କୁ ବାଣ୍ଟି ଦେବ ମାଆଙ୍କ ମହିମା ବହୁତ ମା ଦୁର୍ଗା ଦୁର୍ଗତି ନା ଆସିନି ଭାଗ୍ୟସିନୀ ଦଶଭୁଜା କାତ୍ୟାୟନୀ ଗୌରୀ କାଳୀ ହରି ଗତେଶ୍ୱରୀ ଶିବା ଭବାନୀ ରୁଦ୍ରାଣୀ ସର୍ବାଣୀ ସର୍ବମଙ୍ଗଳା ଅପର୍ଣ୍ଣା ପାର୍ବତୀ ଦୁର୍ଗା ମୂଳାନୀ ଚଣ୍ଡିକା ମୃତା ମହିଷାସୁର ମର୍ଦିନୀ ଶିବଚାରୀ ମା ଦୁର୍ଗା ସୁରନୁର ପୂଜିଣା ବିଶ୍ୱରୂପା ଆଜି ଯେଉଁ ରଜ ସଂକ୍ରାନ୍ତି ଗାଁଠୁ ସହର ସବୁ ରଜ ପର୍ବ ଆଜି ରଜ ସଂକ୍ରାନ୍ତି ଏ ବିଷୟରେ କେତେ ଖୁସି ଅଛନ୍ତି ମାଙ୍କ ପାଖକୁ ବହୁତ ଖୁସି ଯାହା ଡାକିଲେ ଏଇଥର ଯେତେବେଳେ ଯାହା ଡାକିଛନ୍ତି ନା ଯେତେବେଳେ କେଉଁ ଭକ୍ତମାନଙ୍କୁ ଅସୁବିଧା କି ହଇରାଣ କରନ୍ତି ନିରାଶ କରନ୍ତି ରଜ ସଂକ୍ରାନ୍ତି ପ୍ରତିବର୍ଷ ଆସୁଛନ୍ତି ଏକ ସଂକ୍ରାନ୍ତି ନୁହଁ ପ୍ରତ୍ୟେକ ସଂକ୍ରାନ୍ତିରେ ମାଙ୍କର ମହିମା କ'ଣ ଯିଏ ଆସିଛନ୍ତି ତାଙ୍କର ମାନସିକ ନିଶ୍ଚିତ ମା ତାଙ୍କୁ ନିରାଶ ମା ନିରାଶ କାହାକୁ କରିବାର ଚାଲିଛି ଯେତେବେଳେ ଯାହା ମାଗିଛି ମାଙ୍କ ପ୍ରତି ଭକ୍ତି ପ୍ରତିଦିନ ମାଙ୍କ ପାଖରେ ଭକ୍ତ ସଂଖ୍ୟା ବଢ଼ିବାରେ ଖାଲି ବୋତଲଟା ଆଣିଛନ୍ତି କିନ୍ତୁ ଏ ବର୍ଷ ତ ମୁଁ ଦେଖୁଛି ବହୁତ ଅନେକ ବହୁତ ରଜ ସଂକ୍ରାନ୍ତି ଆଗ ଭଳିଆ ଆଉ ରଜ